ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ମାତୃକୃପା ହିଁ ପରମ ତପ। ମା କିପରି ମହାନ, ମା କେତେ ମହାନ। ଆଶୀର୍ବାଦ ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରିଥାଏ। ସେହି ସମ୍ବନ୍ଧରେ ଜାଣିବା, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଜୀବନରେ କେବଳ ମା ହିଁ ନିଜର। ସଂସାରର ପ୍ରଥମ ସୃଷ୍ଟି ମା। ଜୀବନର ଉତ୍ପତ୍ତି ସ୍ଥଳ ମାର ଗର୍ଭ। ଜୀବନର ପ୍ରଥମ ସ୍ପର୍ଶ ମାର କୋଳ। ଜୀବନର ପ୍ରଥମ ଗୁରୁ ମା। ଜୀବନର ପ୍ରଥମ ତୃଷ୍ଣା ମେଣ୍ଟିଥାଏ ମାର ଛାତିରୁ। ଜୀବନର ପ୍ରଥମ ଆପଦ ମିଳେ ମା ମୁହଁରୁ। ଜୀବନରେ ପ୍ରଥମ ଗୀତ ଶୁଣିବାକୁ ମିଳେ ମାର କଣ୍ଠରୁ। ଜୀବନର ପ୍ରଥମ ପ୍ରେମ ମାର ବାତ୍ସଲ୍ୟ ପ୍ରେମ। ଜୀବନର ତ୍ୟାଗର ଆରମ୍ଭ ମା ଠାରୁ ମିଳେ। ଜୀବନର ସ୍ୱାର୍ଥର ବଳିଦାନ ମା ଠାରୁ ମିଳେ। ଜୀବନର ଆରମ୍ଭ ମା ଠାରୁ। ଜୀବନର ଶେଷ ମାର ସେବା ହିଁ ହେଉ। ବିଶାଳ ବ୍ରହ୍ମାଣ୍ଡରେ ମାର ଗର୍ଭଠାରୁ ଅଧିକ ଶୂନ୍ୟତାବୋଧ ହୁଏ ଆଉ କିଛି ନାହିଁ। ସେହି ଶୂନ୍ୟ ଗର୍ଭଗୃହଠାରୁ ବହୁତ ଜ୍ଞାନ, ଶକ୍ତି, ଶାନ୍ତି, ଦୟା, କ୍ଷମା, ଆଶୀଷର ଭଣ୍ଡାର, ମହାର୍ଘ, ନୀଳକାନ୍ତ ଆଉ କିଛି ନାହିଁ। ମନ୍ଦିରର ଗର୍ଭଗୃହରେ ଦେବୀ ମାଙ୍କ ଦର୍ଶନ ଲାଭ ହୁଏ। କିନ୍ତୁ ମାର ଗର୍ଭଗୃହରେ ଜୀବସତ୍ତାର ସୃଷ୍ଟି ହୁଏ। ସେହି ଜୀବ ସଂସାରୀ ହେଲେ ମାଙ୍କ ଆରାଧନା କରେ ଏବଂ ସର୍ବଶକ୍ତିମାନ ପ୍ରଭୁ ପରଂବ୍ରହ୍ମଙ୍କ ଆଶ୍ରିତ ବି ହୁଏ। କେବଳ ମାତ୍ର ମାର କୃପା ଥିଲେ ସବୁକିଛି ସମ୍ଭବ। ମନୁଷ୍ୟ ଅଜୟକୁ ଜୟ କରିପାରେ। ମାର କୃପା ବଳରେ ମା ହିଁ ମହାନ। ମାର ତୁଳନା ନାହିଁ। ମା ବିନା ଜୀବନ ମୂଲ୍ୟହୀନ। ମାତୃଶକ୍ତିର ପରାକାଷ୍ଠାରେ ଜୀବ ମୁକ୍ତି ଲାଭ କରେ। ମାତୃକୃପା ହିଁ ପରମ ତପ। ମା ହେଉଛି ମହାନ। କେତେ ଯେ ମହାନ ତାହା ଅସୀମ। କାରଣ ଆମର ଗୋଟିଏ ପଦ ଅଛି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ମା ହେଉଛି ସ୍ୱର୍ଗଠାରୁ ଆହୁରି ମହାନ, ସ୍ୱର୍ଗଠାରୁ ଆହୁରି ଓଜନିଆ। କୌଣସି କାର୍ଯ୍ୟରେ ବାହାରକୁ ଗଲାବେଳେ ବା ପରୀକ୍ଷା ଦେଇ ଗଲାବେଳେ ଖନାବଚନ କଥା ଅନୁସାରେ ମା ଯଦି ପଛରୁ ଡାକନ୍ତି ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଅନ୍ୟ କେହି ଯଦି ପଛରୁ ଡାକିଲେ ଶୁଭ କାର୍ଯ୍ୟରେ ଯିବା ସମୟରେ ତାହା ଅଶୁଭ ହୋଇଥାଏ। କେବଳ ମା ଯଦି ପଛରୁ ଡାକନ୍ତି ସେଇଟା ଶୁଭ ହୋଇଥାଏ। ଆଉ ଡକ୍ଟର ମାୟାଧର ମାନସିଂହ କହନ୍ତି, ପୂଜି ନାହିଁ ଯେଉଁ ଜନ ଗୃହ ନାରାୟଣ ଏବେ ଗୃହ ନାରାୟଣ। ମୂଲ୍ୟ ନାହିଁ ଶ୍ରୀମନ୍ଦିରେ ଦିଅ ଦର୍ଶନ ଏବେ ଦିଅ ଦର୍ଶନ। ଯିଏ ଗୃହ ନାରାୟଣ ଅର୍ଥାତ୍ ଘରର ନାରାୟଣ ପିତାମାତାକୁ ଯିଏ ପୂଜା କରି ନାହିଁ, ସିଏ ମନ୍ଦିରକୁ ଯାଇ ପୂଜା କରିବା, ତୀର୍ଥ ପର୍ଯ୍ୟଟନ କରିବା ନିରର୍ଥକ ହୋଇଥାଏ। ଆଉ
ଆମର ମଧୁସୂଦନ କହିଛନ୍ତି ଗୋଟିଏ ପଦ, ପିତା ମାତା ଠାରୁ ବଡ଼ ଦେବତା କେ ସରଗ ରାଇଜେ ନାହିଁ, ତାଙ୍କରି ଆଶିଷ ସହାୟକା ସିନା ବିପଦ ତରିବା ପାଇଁ। ପିତାମାତା ଠାରୁ ବଡ଼ ଦେବତା ଏ ସ୍ୱର୍ଗ ରାଜ୍ୟରେ ନାହାନ୍ତି। ସିଏ ଯଦି ଆଶୀର୍ବାଦ କରିଦେଲେ ତେବେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହେବ। ଯାହା ଚାହିଁଥିବ ତାହା ହିଁ ପୂରଣ ହେବ। ତେଣୁ ଏଠି ତ ମା ସମ୍ବନ୍ଧରେ କୁହାଯାଇଛି। ତେଣୁ ମା ଯେ କେତେ ମହାନ, ମା ବିନା ଜୀବନ ମୂଲ୍ୟହୀନ ହୋଇଥାଏ। ତେଣୁ ମାର ସେବା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ କେବେ ହେଲେ ମାର ସେବାରୁ ଦୂରେଇ ରୁହନ୍ତୁ ନାହିଁ। ବାପା ମା ତାଙ୍କର ସେବା କରନ୍ତୁ, ତାଙ୍କଠାରୁ ଆଶୀର୍ବାଦ ପାଇଲେ ଭଲ ମଣିଷଟିଏ ହୋଇପାରିବେ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।